ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୀର୍ତ୍ତନପଲ୍ଲୀ ପଞ୍ଚାୟତ ସଦର ଗ୍ରାମର ମଙ୍ଗୁଳି ଭୂମିଆ ଆଜି ସକାଳେ ନିକଟସ୍ଥ ସାବରୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ନିଜର ପାଦ ଖସି ଯାଇଥିଲା। ପାଦ ଖସିଯିବା ପରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧା ଜଣକ। ସାଙ୍ଗରେ ଯାଇଥିବା ଅନ୍ୟ ମହିଳାମାନେ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇ ଗ୍ରାମରେ ଆସି ଖବର ଦେଇଥିଲେ। ଖବର ପାଇ ଗ୍ରାମର ଲୋକେମାନେ ନଦୀ ନିକଟରେ ପହଞ୍ଚି ମାଥିଲି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ମାଥିଲି ଅଗ୍ନିଶମ ବାହିନୀର ଅଧିକାରୀ ରେଣୁବାଳା ଦିଶାରୀଙ୍କ ସହ ଟିମ୍ ଓ ମାଥିଲି ପୋଲିସ ପହଞ୍ଚି ନଦୀର ପ୍ରଖର ସ୍ରୋତରେ ଅପରେସନ ଜାରି ରଖିଛନ୍ତି। ଦୀର୍ଘ ଘଣ୍ଟା ଅପରେସନ ଜାରି ରଖିଛନ୍ତି ମାଥିଲି ଅଗ୍ନିଶମ ବାହିନୀର ଯବାନ, କିନ୍ତୁ ନଦୀର ପ୍ରଖର ସ୍ରୋତ ଥିବାରୁ ନିଖୋଜ ମଙ୍ଗୁଳିର କୌଣସି ପତ୍ତା ମିଳେ ନାହିଁ। ଆଜି ସନ୍ଧ୍ୟା ହେବାରୁ ଆଜି ଅପରେସନ ବନ୍ଦ ରଖାଯାଇଛି। ଆସନ୍ତାକାଲି ସକାଳୁ ପୁଣି ଅପରେସନ ଚାଲୁ ରହିବ ବୋଲି ଅଗ୍ନିଶମ ବାହିନୀ ସୂଚନା ଦେଇଛନ୍ତି। ମାଲକାନଗିରିରୁ ପ୍ରଶାନ୍ତ କୁମାର ସାଗରିଆଙ୍କ ରିପୋର୍ଟ, ବିକଳ୍ପ ସମାଚାର।